ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ। ମାଡ଼ି ଆସେ ଭୟଙ୍କର ବିପଦ। ଜ୍ୟୋତିଷ ଶାସ୍ତ୍ର କିମ୍ବା ପୁରାଣ ମାନ୍ୟତା ଅନୁସାରେ ସବୁ ବ୍ୟକ୍ତିଙ୍କୁ ସକାଳୁ ଉଠି ସ୍ନାନସର ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ। ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିକୁ ଜୀବନରେ ବହୁତ ଖୁସି ମିଳିଥାଏ ଓ ମନସ୍କାମନା ପୂରଣ ହୋଇଥାଏ। ଏହି ଜଳରେ ମନ୍ଦାର ଫୁଲ ଦେଇ ସୂର୍ଯ୍ୟ ଆର୍ଯ୍ୟ ଅର୍ପଣ କରିବା ଉଚିତ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟଦେବଙ୍କ ମନ୍ତ୍ର ଉଚ୍ଚାରଣ କରିବା ଉଚିତ। ଏହାଦ୍ୱାରା ମନରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ଯେଉଁ ବ୍ୟକ୍ତିର ବାରମ୍ବାର ସ୍ୱାସ୍ଥ୍ୟ ଖରାପ ଥାଏ ସେହି ବ୍ୟକ୍ତି ସକାଳୁ ସ୍ନାନ ସାରି ଯଦି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାଏ ତେବେ ତାର ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ। ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଦଶା ଠିକ୍ ନଥାଏ ସେହି ବ୍ୟକ୍ତି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା କୁଣ୍ଡଳୀ ଠିକ୍ ହୋଇଥାଏ। ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ। ପ୍ରଥମଟି, ସୂର୍ଯ୍ୟଦେବ ପୂର୍ବ ଦିଗକୁ ଥିବାବେଳେ ଜଳ ଅର୍ପଣ କରିବା ଉଚିତ ଓ ଏହି ଜଳ ଅର୍ପଣ କରିବା ବେଳେ ମନେ ରଖିବା ଉଚିତ କି ଜଳ ଯେପରି ପାଦରେ ନ ପଡ଼ିବ। ପାଦରେ ଜଳ ପଡ଼ିବା ଦ୍ୱାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି ଓ ସୂର୍ଯ୍ୟ ନମ ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ। ଦ୍ୱିତୀୟଟି, ସୂର୍ଯ୍ୟଦେବଙ୍କୁ ବିନା ସ୍ଥାନରେ ଜଳ ଚଢ଼ାଇବା ଉଚିତ ନୁହେଁ। ଏହାଦ୍ୱାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି ଓ ଆପଣ ସବୁ କାର୍ଯ୍ୟରେ ଅସଫଳ ହୋଇଥାନ୍ତି। ତୃତୀୟଟି, ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ବେଳେ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ। ପ୍ଲାଷ୍ଟିକ ପାତ୍ରରେ ଜଳ ଅର୍ପଣ କରିବା ଉଚିତ ନୁହେଁ, କାରଣ ଏହି ପାତ୍ରରେ ସୂର୍ଯ୍ୟଦେବଙ୍କ ଉତ୍ତାପ ଦ୍ୱାରା କିଛି ଖାପ ଗ୍ୟାସ୍ ନିର୍ଗତ ହୋଇଥାଏ ଓ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଚତୁର୍ଥଟି, ବ୍ରହ୍ମ ମୁହୂର୍ତ୍ତରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ସକାଳ 3ଟାରୁ 5ଟା ବ୍ରହ୍ମ ମୁହୂର୍ତ୍ତ ସମୟ ହୋଇଥାଏ। ଏହି ସମୟରେ ନିଜର ନିତ୍ୟକର୍ମ ସାରି ସ୍ୱସ୍ଥ ବସ୍ତ୍ର ପରିଧାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ନବଗ୍ରହଙ୍କର କୃପା ରହିଥାଏ। ପଞ୍ଚମଟି, ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ବେଳେ ଅକ୍ଷତ ଓ ମନ୍ଦାର ଫୁଲ ଜଳରେ ପକାଇ ଜଳ ଅର୍ପଣ କରିବା ଉଚିତ। ଷଷ୍ଠ, ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ବେଳେ ହାତକୁ ଉପରକୁ କରି ଜଳ ଅର୍ପଣ କରିବା ଉଚିତ। ଏପରିକି ଜଳଧାରାରେ ସୂର୍ଯ୍ୟଦେବଙ୍କୁ ଦେଖିବା ଉଚିତ। ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ମିଳିଥାଏ। ସପ୍ତମଟି, ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ବେଳେ ଖାସ୍ କରି ଏହି କଥା ପ୍ରତି ଧ୍ୟାନ ରଖନ୍ତୁ କି ଆପଣ ଚପଲ ପିନ୍ଧନ୍ତୁ ନାହିଁ। ଚପଲ ପିନ୍ଧିବା ଦ୍ୱାରା ଆପଣଙ୍କର ଅନିଷ୍ଟ ହୋଇଥାଏ। ଏଥିପାଇଁ ଆପଣ ଏହି କଥା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ଅଷ୍ଟମଟି, ସୂର୍ଯ୍ୟଦେବଙ୍କୁ ଅନ୍ୟ କୌଣସି ଦିନ ଜଳ ଅର୍ପଣ କରନ୍ତୁ ନାହିଁ, କିନ୍ତୁ ରବିବାର ଦିନ ଅବଶ୍ୟ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଏହି ଦିନ ସୂର୍ଯ୍ୟଦେବଙ୍କ ଦିନ ହୋଇଥାଏ। ଏହିଭଳି ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ।